ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅନ୍ତର୍ଗତ କୁଟୁଚୁଆଁ ଗ୍ରାମସ୍ଥିତ ଶାସ୍ତ୍ରୀଜୀ ଯୁବ ସଂଘ ପରିସରରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ଅବିଭକ୍ତ ସମ୍ବଲପୁର ଜିଲ୍ଲା ଶାଖା ସଭାପତି ସୁଭାଷ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏକ ବଡ଼ ଧରଣର ସମାବେଶରେ ସରକାରଙ୍କ ପ୍ରତିଶ୍ରୁତି ମୁତାବକ କୁଟୁରାଚୁଆଁ ପଞ୍ଚାୟତକୁ ଏକ ନିଶାମୁକ୍ତ ପଞ୍ଚାୟତ ଗଠନ ପାଇଁ ଦାବି କରାଯାଇଥିଲା। ଏଥିରେ ଅଭିଯାନର କୁଚିଣ୍ଡା ଉପଖଣ୍ଡ ସଭାପତି ପୂର୍ବ ବ୍ଲକ ଅଧ୍ୟକ୍ଷ କରୁଣାକର କିଷାନ, ଅଭିଯାନର ସମ୍ପାଦକ ତଥା ଓକିଲ ସଂଘ ସମ୍ପାଦକ ସୁରେନ୍ଦ୍ର ଦେବ, କୁଚିଣ୍ଡା ବ୍ଲକ ମିତ୍ରଭାନୁ ପ୍ରଧାନ, ସମିତି ସଭ୍ୟ ଯଶୋବନ୍ତୀ ମାଝୀ, ନାୟବ ସରପଞ୍ଚ ନବରତ୍ନ ନାୟକଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟ ଓ ସଭ୍ୟା ଭାଷଣ ଦେଇ ନିଶାମୁକ୍ତ ଓ ଆଦର୍ଶ ଗ୍ରାମ ପଞ୍ଚାୟତ ଗଠନ ପର୍ଯ୍ୟନ୍ତ ଆନ୍ଦୋଳନ ଅବ୍ୟାହତ ରହିବ ବୋଲି ଘୋଷଣା କରିଥିଲେ। ଏହାପରେ ଏକ ବିରାଟ ଶୋଭାଯାତ୍ରାରେ ବିଭିନ୍ନ ଗ୍ରାମ ଓ ପଡ଼ାମାନଙ୍କୁ ଯାଇ ପଦଯାତ୍ରା ତଥା ପଥପ୍ରାନ୍ତ ସଭା କରି ନିଶାପାନ ନ କରିବା ଓ ବେନିୟମ ନିଶାଦ୍ରବ୍ୟ ବିକ୍ରି ନ କରିବାକୁ ଆହ୍ୱାନ ଦିଆଯାଇଥିଲା। କାର୍ଯ୍ୟକ୍ରମକୁ ସାମ୍ବାଦିକ ଗଗନ ଶର୍ମା, ସାମାଜିକ କର୍ମୀ ବିଜୁ ସାହୁ, ଲମ୍ବୋଦର କୁମୁରା, ମହିଳା ମହାସଂଘ ସଭାପତି ଇନ୍ଦ୍ରାଣୀ ପ୍ରଧାନ, ସମ୍ପାଦିକା ଶୁଭଶ୍ରୀ ସାହୁ, ସିଆର୍ପି ପ୍ରଭାସିନୀ ନାୟକ, ରୀନା ଭଞ୍ଜ, ସୂର୍ଯ୍ୟକାନ୍ତି ତେଲି, ବିମଳା ପଟେଲ, ଶୈଲେନ୍ଦ୍ରୀ ସେଠ, ପ୍ରମିଳା ନାୟକ, ମାନସୀ ଛତ୍ରିଆ, ଇଲାବତୀ କୁସୁମ, ଯାଜ୍ଞସେନୀ ପଟେଲ, ବିମଳା ପଟେଲ, ଏମ୍ବିକେ ଅନିତା ନାୟକ, ଚିତ୍ରସେନ ନାୟକ ପ୍ରମୁଖ ନେତୃତ୍ୱ ନେଇଥିଲେ। ଏହି ପଦଯାତ୍ରୀ ଦଳଙ୍କ ସହ କୁଚିଣ୍ଡା ପୋଲିସ ଟିମ୍ ମଧ୍ୟ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରୁଥିବା ଦେଖାଯାଇଥିଲା। ପଦଯାତ୍ରା କୁଟୁରାଚୁଆଁ ଓ ସାତକମା ଗ୍ରାମ ପରେ ଆଗାମୀ ମଙ୍ଗଳବାର କିରା ଶାସନ ଓ କୁଡ଼ାପଡ଼ା ଗ୍ରାମ ପଞ୍ଚାୟତରେ ହେବ ବୋଲି ସମାଜସେବୀ ଶ୍ରୀ ନାୟକ କହିଛନ୍ତି। କାର୍ଯ୍ୟକ୍ରମ ପରେ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇ ସାତକମାରୁ କୁଟୁରାଚୁଆଁ ରାସ୍ତାରେ ଥିବା ଶାଖା ଭାଟି ଓ ସମସ୍ତ ବେନିୟମ ମଦ ଭାଟିକୁ 7 ଦିନ ଭିତରେ ବନ୍ଦ କଲେ ଆନ୍ଦୋଳନ ଶାଣିତ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା।